ଆପଣ ଯୋଉ ଭିଡିଓ ରେକର୍ଡ କରୁଛନ୍ତି ଯଦି ଭିଡିଓ ରେକର୍ଡ କରୁଛନ୍ତି ତ ଭଲ ଭାବରେ ରେକର୍ଡ କରନ୍ତୁ ନା କାହିଁକି ନା ଯଦି ଭଲସେ ରେକର୍ଡ କରିଦେବେ ଦେଖିବେ ଭିଡିଓର ରେଜଲ୍ଟ ଟା ପୁରା ଅସମ ଆସିବ ମାନେ ଆପଣ ଭିଡିଓଟା ରେକର୍ଡ କଲା ପରେ ଦେଖିବେ ଆଉ କହିବେ ଆରେ ଭାଇ ଏତେ ବଢିଆ ମାନେ ଭିଡିଓ ରେକର୍ଡ ହେଇପାରୁଛି କାହିଁକି ମୁଁ ଆଗରୁ ଜାଣିନଥିଲି। ଦେଖନ୍ତୁ ଆପଣ ଯୋଉ ଭିଡିଓ ରେକର୍ଡ କରୁଛନ୍ତି ନର୍ମାଲ ସା 30 FPS ରେ କରୁଛନ୍ତି ଯଦି ଫ୍ରେମ ରେଟ୍ ଟାକୁ ଯଦି ଟିକେ ବଢେଇ ଦେବେ ଯଦି ଆପଣଙ୍କ ମୋବାଇଲ ର ସପୋର୍ଟ ଅଛି 60 FPS ତ କାହିଁକି ଆପଣ କରିବେନି 60 FPS ରେ ଆପଣ ଭିଡିଓ ରେକର୍ଡ କରନ୍ତୁ ଦେଖିବେ ସ୍ମୁଥନେସ୍ ଆସିବ ପ୍ଲସ ଆପଣଙ୍କର ଟିକେ ଟିକେ ଷ୍ଟାବିଲିଟି ମଧ୍ୟ ଦେଖିବାକୁ ମିଳିଯିବ। ଭିଡିଓରେ ସ୍ମୁଥ କରୁ ଆପଣଙ୍କର ଭିଡିଓ ଟିକେ ଷ୍ଟେବଲ ହେଇଯିବ ଯାହାଦ୍ୱାରା ଏତେ ବି ଭିଡିଓଟା ଏପଟ ସେପଟ ହବନି ଯାହାଦ୍ୱାରା ଆପଣଙ୍କୁ ଟିକେ ସ୍ମୁଥ ଫିଲ୍ ହବ ଆଉ ଅଡିଏନ୍ସ ମାନେ ଯୋଉ ଭିଡିଓ ଦେଖିବେ ତାଙ୍କୁ ଗୋଟେ ମାନେ ବେଟର ଏକ୍ସପିରିଏନ୍ସ ହବ। ଆପଣ ଯୋଉ ଭିଡିଓ ରେକର୍ଡିଂ କରୁଛନ୍ତି 60 FPS ରେ କେମିତି ରେକର୍ଡ କରିବେ ଯଦି ଜାଣିନାହାନ୍ତି ତ ନିହାତି ଭାବରେ ଏଇ ଭିଡିଓଟାକୁ ପ୍ରଥମରୁ ଶେଷ ଯାଏଁ ଦେଖି ନିଅନ୍ତୁ କାହିଁକିନା ଆଜିର ଏଇ ଭିଡିଓରେ ମୁଁ ଆପଣଙ୍କୁ ନିଜେ ରେକର୍ଡ କରିକି ଦେଖେଇଦେବି ଯାହାଦ୍ୱାରା ଆପଣ କମ୍ପ୍ଲିଟଲି ବୁଝିଯିବେ। ବେଶୀ ସମୟ ଲାଗିବନି ଜଷ୍ଟ ଆପଣ କ୍ୟାମେରାକୁ ଓପନ କରିବେ କେମିତି କଣ କରିବେ ଚାଲନ୍ତୁ ମୁଁ ଆପଣଙ୍କୁ ମୋବାଇଲ ସ୍କ୍ରିନରେ ଯାଇକି ଦେଖେଇ ଦଉଛି କିନ୍ତୁ ତା ପୂର୍ବରୁ ଭିଡିଓଟାକୁ ଫଟାଫଟ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନ ଆସିଥିଲେ ବର୍ତ୍ତମାନ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ରେ କ୍ଲିକ୍ କରି ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ফার্স্ট ଆପଣ କ୍ୟାମେରାକୁ ଓପନ କରନ୍ତୁ ଆପଣଙ୍କ ମୋବାଇଲରେ ଯୋଉ କ୍ୟାମେରା ଆପ୍ଲିକେସନ ରହିଲା ଓପନ କରିଦେବେ ହେଲା ଓପନ କରିବା ପରେ ଦେଖନ୍ତୁ ଏବେ ମୁଁ କଣ କରୁଛି ଭିଡିଓ ରେକର୍ଡ କରୁଛି 30 FPS କଣ ହଉଛି ଫ୍ରେମଟା ଦେଖିବାକୁ ପାଉଥିବେ କେମିତି ଅଛି ମାନେ ଏପଟ ସେପଟ ହଲୁଛି ନା ଯାହାଦ୍ୱାରା କି ଷ୍ଟେବଲ ରହୁନି ହେଲା ଆମକୁ ଏବେ ଷ୍ଟେବଲ ରଖିବାର ଅଛି କେମିତି ଷ୍ଟେବଲ ରହିବ ଦେଖନ୍ତୁ ଏବେ ଏମିତି ଦେଖାଉଛି ମୋର ତ 4K ରେ 60 FPS ସପୋର୍ଟ ନାହିଁ ଯାହାର ଅଛି ସେମାନେ ୟୁଜ କରିବେ ତ ବଢିଆ ରେଜଲ୍ଟ ଆସିବ କାହିଁକିନା 4K ର ଯୋଉ କ୍ୱାଲିଟି ଆସିବ 1080 ରେ କୁଆଡେ ଆସିବ କିନ୍ତୁ ଯାହା ବି ହଉ ଯଦି 1080 ଅଛି ତ ତାକୁ ତ ୟୁଜ କରିବେ ନା ଏମିତି ନାଇଁ କି ଆମ ପାଖରେ ନାହିଁ ମାନେ ସେଇଟା ଆମ ପାଖରେ ନାହିଁ ମୁଁ କେମିତି କରିବି ତାକୁ ନେଇକି ଆମେ ଭାବି ରହିବା ନାଇଁ ଯେତିକି ଅଛି ସେତିକି ବି ହେଇପାରିବ କିଛି କଥା ନାହିଁ ଆପଣ ରେକର୍ଡ କଲା ପରେ ଯଦି ତାକୁ ଏନାଉନ୍ସ କରିଦେବେ ବା ତାର କଲର ଗ୍ରେଡିଂ କରିଦେବେ ଆହୁରି ବଢିଆ ଲାଗିବ ହେଲା କିଛି କଥା ନାହିଁ ଯେତିକି ଅଛି ସେତିକି ବି ହେଇଯିବ ତ ଆପଣ ବେଶୀ କିଛି ଟେନସନ ନେବା ଦରକାର ନାହିଁ ହେଲା ଯେହେତୁ ମୋର 4K ରେ 30 FPS ଅଛି ତ 30 FPS ରେ କିଛି କାମ ଦବନି 1080p କୁ ମୁଁ ଗଲି ଯୋଉଟା କି 1080 ପିକ୍ଚର କ୍ୱାଲିଟି ଓକେ ତ ମୁଁ ଏବେ 1080 ରେ ଭିଡିଓ ରେକର୍ଡ କରିବି 30 FPS ଦେଖିବା ପାଉଥାଏ ଏଠି କିଛି ଷ୍ଟେବଲ ନାହିଁ ସ୍ମୁଥ ନାହିଁ କିନ୍ତୁ ଏବେ ମୁଁ 60 FPS ରେ ସିଲେକ୍ଟ କରିବା ପରେ ଦେଖିବା ପାଉଥାଏ ଏବେ ଦେଖନ୍ତୁ ମୁଁ କ୍ୟାମେରାକୁ ଦେଖନ୍ତୁ ମୁଭ କଲେ କଣ ହଉଛି ଦେଖିଲେ ନା ସ୍ମୁଥନେସ୍ ଆସିଲା ଷ୍ଟେବଲ ବି ଟିକେ ରହିଲା 30 FPS କଣ ଥିଲା ଦେଖନ୍ତୁ ମାନେ ଏଇଟା ଗୋଟେ ଭଲ ଲାଗୁଛି ଦେଖିବାକୁ ଭଲ ଲାଗୁନି ମାନେ ଯାହା ଦେଖେଇବେ କ୍ଲିୟରଲି ଦେଖାଯିବନି ସ୍ମୁଥନେସ୍ ନାହିଁ କି ଷ୍ଟେବଲ ନାହିଁ ତ ଏଇଟା ଆଉ ଭଲ ଲାଗିବନି କାହିଁକିନା 60 FPS ର ଯୋଉ ମଜା ଅଛି 30 FPS ରେ କୋଉଠୁ ଆସିବ ନିହାତି ଭାବରେ ଆପଣ ଦେଖିକି ଏବେ ଜାଣିପାରୁଥିବେ ଓକେ ଏବେ ଆପଣଙ୍କର ମୋବାଇଲର କ୍ୟାମେରାକୁ ଯାଆନ୍ତୁ କ୍ୟାମେରାକୁ ଗଲା ପରେ ଯୋଉ ଆପଣଙ୍କର ଉପରେ ଥିବ ହେଲା ଦେଖନ୍ତୁ କ୍ୱାଲିଟି ଗୋଟେ ଥିବ ଏଠି ଉପରେ ଶୋ ହଉଥିବ ଆପଣଙ୍କର ହେଲା ଏଠି କ୍ଲିକ୍ କରିବେ କ୍ଲିକ୍ କରିବା ପରେ ଏଠି ଦେଖିବା ପାଉଥିବ କ୍ୱାଲିଟି ଚେଞ୍ଜ ପାଇଁ ରହିଛି ଭିଡିଓର ଆପଣ ଯେତିକି ରେକର୍ଡ କରିବାକୁ ଚାହୁଁଛନ୍ତି ତାକୁ ଆପଣ ସିଲେକ୍ଟ କରିପାରିବେ ସବୁବେଳେ ବେଷ୍ଟ 4K ଯଦି ଅଛି ଭଲ କଥା ଯଦି ନାହିଁ 1080 ପିକ୍ଚର କ୍ୱାଲିଟି ବେଷ୍ଟ ବୁଝିପାରିଲେ ନା ଏଠି ଆମକୁ 60 FPS ସିଲେକ୍ଟ କରିକି ଭିଡିଓ ବନେଇବାର ଅଛି ଦେଖନ୍ତୁ ଯେମିତି ଭିଡିଓ ବନାଉଛନ୍ତି ବନାନ୍ତୁ 60 FPS ଯଦି କରିବେ ଦେଖିବା ପାଉଥିବେ ଗୋଟେ ସ୍ମୁଥନେସ୍ ଆସୁଛି ଦେଖନ୍ତୁ ଦେଖିଲେ ନା ସ୍ମୁଥନେସ୍ ଆସିଲା ପ୍ଲସ ଷ୍ଟେବଲ ବି ରହିଲା ସୋ ଏବେ ଆପଣ ବୁଝିପାରିଥିବେ କେମିତି ଆପଣ ମୋବାଇଲ ସାହାଯ୍ୟରେ 60 FPS ରେ ଭିଡିଓ ବନେଇବେ ଯଦି ଆପଣଙ୍କର ମୋବାଇଲରେ 120 FPS ବି ଅଛି ତ ଭଲ କଥା କିନ୍ତୁ ଲୋ ବଜେଟର ମୋବାଇଲ ଯଦି କହିବା 60 FPS ପର୍ଯ୍ୟନ୍ତ ହିଁ ଥାଉଛି ହାଇ ବଜେଟ କୁ ଯଦି ଯିବା 120 FPS ଆଡେ ଆସୁଛି ଯାହା ବି ହଉ ଆପଣଙ୍କ ପାଖରେ ଯେତିକି ଅଛି ଆପଣ ଯୋଉ ମୋବାଇଲ ଧରିଛନ୍ତି ସେଇ ମୋବାଇଲରେ 60 FPS ତ ହେଇଯାଉଥିବ କାହିଁକିନା ଅଲମୋଷ୍ଟ ମୋବାଇଲରେ 60 FPS ସପୋର୍ଟ ଅଛି ତ ଆପଣ ଏବେ 60 FPS କୁ ୟୁଜ କରିକି ଭିଡିଓ ରେକର୍ଡ କରନ୍ତୁ ଦେଖିବେ ବଢିଆ ଆପଣଙ୍କର ରେଜଲ୍ଟ ଆସିବ ଭିଡିଓ ରେକର୍ଡ ହେଲା ପରେ ତ ଯାହା ବି ହଉ ଯଦି ଭିଡିଓଟି ହେଲ୍ପଫୁଲ ହେଇଛି ଲାଇକ୍ କରିବେ ସେୟାର କରିବେ ଆଉ କେମିତି ଲାଗିଲା ନିହାତି ଭାବରେ କମେଣ୍ଟ ସେକ୍ସନରେ ଜଣାଇଦେବେ ପୁଣି ଦେଖାବା ଗୋଟେ ନୂଆ ଇଣ୍ଟରେଷ୍ଟିଂ ଭିଡିଓରେ ସେଥି ପର୍ଯ୍ୟନ୍ତ ମତେ ବିଦାୟ ଦିଅନ୍ତୁ ବାଏ ବାଏ ଟେକ୍ କେୟାର।